ସରଜ ନଦୀ କୂଳରେ ଭରତ ଜାଣିଦେଲା ମୋ ଭାଇ ଆସିଛି। ବାଟ ଯାକ ଦଣ୍ଡବତ ପ୍ରଣାମ କରି କରି ପହଞ୍ଚିଲା ଭଗବାନ ରାମଙ୍କ ପାଖରେ। ଏ ବାପା ମାନେ ରାମକୁ ନେଇ ସାଙ୍ଗରେ ଆସିଛି ଭରତ। ରାମାୟଣର ରାଜସିଂହାସନ ଉପରେ ପଡିଛି 7ଟା ପାହାଚ। ସିଂହାସନକୁ ଯିବାକୁ 7ଟା ପାହାଚ ପଡିଛି। ଏ 7ଟା ପାହାଚ ଡେଇଁ ସାରିଲା ପରେ ରାମ ହବ ରାଜା। ପ୍ରଥମ ପାହାଚରେ ପ୍ରଭୁ ପାଦ ଦେଇଛି। ନେପଥ୍ୟରୁ ହାତରେ ବିଷ ପାତ୍ର ଧରି ବିଷ ଖାଇ ମରିବା ପାଇଁ ଗୋଟେ ମା ବସିଛି। ଡାକିଦେଲା ରହିଯା ରାମ। କୁଆଡେ ଯାଉଛୁ? ନା ମା ରାଜା ହେବି। ନା ମୁଁ ପ୍ରଶ୍ନର ଉତ୍ତର ନଦେଲା ପର୍ଯ୍ୟନ୍ତ ସିଂହାସନ ଆରୋହଣ କରି ହବନି। ତୁ ରାଜ ସିଂହାସନକୁ ଯାଇପାରିବୁନି। ଆଉ ଯଦି ଯିବୁ ମୁଁ ବିଷ ଖାଇକି ମରିବି। ଭଗବାନ ରାମ ଠିଆ ହେଇ ପଡିଲେ। କଣ ପଚାରୁଛୁ ମା? ପଚାର। ମା ଜଣକୁ ପଚାରିଲା ରାମକୁ। ସେଦିନ ମୋ ପ୍ରାଣ ଘଡି ଏ ଉଡିଗଲା ପିଣ୍ଡ ଯାହାଇଛି ଛାଡିରେ ଘଡିକି ଘଡି কান্দে নয়নে পড়ি চতুর্দশ পিলু বন কন্দরে ভরতে মন্ত্র মন্ত্রণা মানাহি তার ପ୍ରଥମ ପାହାଚରେ ପାଦ ଦେଇଛନ୍ତି ଭଗବାନ ରାମ। ମା ଟିଏ ଡାକିଲା। ସେ ମା କିଏ? ନା ରାଜା ଦଶରଥଙ୍କର ସର୍ବକାର୍ଯ୍ୟ ସମ୍ପାଦନକାରିଣୀ ଭାର୍ଯ୍ୟା ମୋ ମା ହଉଛି କୈକେୟୀ। ରାମ ଯେତେବେଳେ ବନକୁ ଯିବାକୁ ବାହାରିଲେ ରାମକୁ ବନକୁ ପଠେଇବାର ଦାୟୀ କିଏ କହିପାରିବ? ଦଶରଥଙ୍କୁ ସତ୍ୟ କରେଇକି ବନବାସ ପଠେଇଛନ୍ତି। ଆମେ ଶୁଣୁଛୁ ନାଇଁ, ତା ଭିତରେ ଗଭୀର ପାଠ ଅଛି। ଆକୁ ସମସ୍ତେ ସବୁ ପାଲା ବାଲା କହନ୍ତି। ଅଯୋଧ୍ୟାରେ ପଡିଛି ଶନି ସପ୍ତାହ। ଏ ଶନି ସପ୍ତାହରେ ଯିଏ ଅଯୋଧ୍ୟାରେ ରାଜା ହବ ସେ ମରିବ। ସିଂହାସନ ଆରୋହଣ କରିବ, ମରିବ। ମୁଁ କହୁନି, ଆଉ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କହିଲେ ଯିଏ ରାଜା ହବ ସେଟା ମରିବ। କେମିତି ଦେଖିବା? ବୃହସ୍ପତି ରାଶି ଅଷ୍ଟମେ ବିଳସୀ ନୃପତି ହୋଇବେ କାହିଁ।
ରାମଙ୍କର ହଉଛି ତୁଳା ରାଶି। ହଁ। ତୁଳା ରାଶିର ଅଷ୍ଟମ ହଉଛି ଜନ୍ମ ବୃହସ୍ପତି। କଲା ବୁଝାଇ ଯାହାର ଯେ ଯାହାର ପ୍ରୀତି କେହି ପରା ହେବେ ନାହିଁ ଯେ ବୋଧ କରି ନୃପତି ବୁଦ୍ଧି ଦିଲେ ବୋଧ ବୁଦ୍ଧିମତି ଗো ଆଇ! ରାମର ଜନ୍ମ ବୃହସ୍ପତି। ରାଜା ହେଲେ ମରିବେ ମରିବେ ଜନ୍ମ ଶନି ପଡିଛି। ଆଉ କଣ କରାଯିବ? କୈକେୟୀ ମନେ ମନେ ବିଚାର କରୁଛି କଣ ହବ। କେମିତି କଣ ସିଂହାସନରେ କିଏ ବସିବ, ଆଚ୍ଛା କେମିତି କଣ ହବ ସାରେ? ଏପଟେ ରାଜା ଦଶରଥ ଘୋଷଣା କରିଦେଇଛନ୍ତି ରାତି ପାଇଲେ ରାମ ହବ ରାଜା। ରାଜା ରାଜ୍ୟ ସାରା ଦିନ ଦେଇ ଦେଇଛନ୍ତି। ଯେମିତି ଓଡିଶାରେ କିଏ କହୁଥିଲା ଧର୍ମେନ୍ଦ୍ର ପ୍ରଧାନ ହବ ମୁଖ୍ୟମନ୍ତ୍ରୀ, କିଏ କହୁଥିଲା ଅପରାଜିତା ଷଡଙ୍ଗୀ ହବ ମୁଖ୍ୟମନ୍ତ୍ରୀ, କିନ୍ତୁ ଉପରୁ ଅର୍ଡର ଆସିଲା ମୋଦି କହିଲା ମୋହନ ମାଝୀ ହବ ମୁଖ୍ୟମନ୍ତ୍ରୀ। ଏ ସବୁ ଚୁପ ଆଉ କଣ? ଚୁପ ଚୁପ ଆଉ କଣ କରିପାରିବେ? କଥା ସରିଗଲା। ବିରୋଧୀ ଦଳ ନେତା ଭାବରେ ନବୀନା ବସିଛି। ଆଚ୍ଛା, ଗୋଟିଏ ନିର୍ବାଚନ ମଣ୍ଡଳୀରୁ ତା ନାଁ କଣ ଥିଲା? ମଙ୍ଗଳ ବାଗ ନା କଣ ମୋର ମନେ ପଡୁନି। ତା ପାଖରୁ ନବୀନା ହାରିଲା। ତା ଭାଗ୍ୟ ଭଲ ହିଞ୍ଜିଳି କାଟୁରୁ ଠିଆ ହେଇକି ଜିତିଲା ବୋଲି ବିରୋଧୀ ଦଳ ନେତା ଭାବରେ ଠିଆ ହେଇଛି। ଆଉ ଆମେ ସବୁ ବିଜେଡି ଦଳ ବାଲା କହୁଛେ ନବୀନା ମୁଖ୍ୟମନ୍ତ୍ରୀ। ତା ବୋପା ଆଉ ମୁଖ୍ୟମନ୍ତ୍ରୀ ହବ? ସେ ତ ହାରିକି ଅଛି, ସେ କଣ ମୁଖ୍ୟମନ୍ତ୍ରୀ ହବ? ଥରକେ ଚେର ଉପୁଡିଗଲା। ମୋହନ ମାଝୀ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ। ତେଣୁ ମୋଦି ଯାହାକୁ କହିଲା ସିଏ ମୁଖ୍ୟମନ୍ତ୍ରୀ ହେଲା। ରାଜା ଦଶରଥ ବିଚାର କଲା, ରାଜା ଦଶରଥ ହଉଛି ମୋଦି ଆଉ କଣ। ସେ ବିଚାର କଲା ମୋହନ ମାଝୀ କି ମୁଖ୍ୟମନ୍ତ୍ରୀ କରିବି। ମୋହନ ମାଝୀ କିଏ ନା ସିଏ ହଉଛି ରାମ। ମୁଁ ରାମକୁ ମୁଖ୍ୟମନ୍ତ୍ରୀ କରିବି। ସବୁ ପ୍ରସ୍ତୁତ ହେଇକି ସବୁ ତାଳି ମାଇଲେଣି ଆଉ କଣ। ରାମ ରାଜା ହେବେ ରାତ୍ର ପାଇଲେ ଆଉ। ରାମ ରାଜା ହବ। ଏପଟେ କବି ସମ୍ରାଟ ଭଞ୍ଜ ବୈଦେହୀଶ ବିଳାସରେ ଧାଡ଼ିଏ କହିଲେ, କଲା ବିପଣୀରେ ଶୁଣି ରାମ ରାଜା ବାଣୀ ବାହୁଡେ ମନ୍ଥଳା ତ୍ୱରା ଯେ ଭାରି ଭରି ଅଛି ନୟନ ଯୁଗଳୁ ବାଷ୍ପ କଣ୍ଠ ରୁଧ ପରାଜେ ବୃକ୍ଷ କାଟିଲା ପ୍ରାୟ ବିପଦୀ ଦାୱ